ପୁରୁଣା ଦିନର ସମ୍ପର୍କ କେବଳ ରକ୍ତର ନୁହେଁ, ଭାବନାରେ ଗଢ଼ା ଯାଉଥିଲା ସମ୍ପର୍କ। ସେତେବେଳେ ଲୋକମାନେ କହୁଥିଲେ, ମନ ମିଶିଗଲେ ଲୋକ ଆତ୍ମୀୟ ହୋଇଯାଆନ୍ତି। ଏହି ମନର ଆତ୍ମୀୟତାକୁ ଦୃଢ଼ କରୁଥିଲା କିଛି ଅଦ୍ଭୁତ ସମ୍ପର୍କ। ମକର, ବଉଳ, ସଙ୍ଗାତ ଆଉ ସୟା। ମକର ସଂକ୍ରାନ୍ତିର ପବିତ୍ର ପର୍ବରେ ମକର ଚାଉଳ ଖୁଆଇ ଏ ସମ୍ପର୍କ ଗଢ଼ା ଯାଉଥିଲା। ମକର ଚାଉଳ ଖୁଆଇ ଦୁଇଜଣ ବନ୍ଧୁ ଶପଥ ନେଉଥିଲେ, ଆଜିଠାରୁ ଆମେ ଦୁଇଜଣ ମକର। ଏହା ଏମିତି ଏକ ବନ୍ଧନ ଯାହା ଭାଇ ଭାଇ ସମ୍ପର୍କଠାରୁ କମ୍ ନୁହେଁ। ମକର ହେଲେ ସୁଖର ସାନ୍ତ୍ୱନା, ସୁଖର ସହଭାଗୀ। ଏହା ହିଁ ଦେଉଥିଲା ସେମାନଙ୍କର ପ୍ରତିଜ୍ଞା। ବସନ୍ତ ଋତୁର ସୁଗନ୍ଧ ନେଇ ଆସୁଥିଲା ଆମ୍ବ। ଆମ୍ବ ଗଛରେ ବଉଳ ଫୁଟିଲେ ଦୁଇଜଣ ମିତ୍ର ପରସ୍ପରକୁ ବଉଳ ଖୁଆଇ କହୁଥିଲେ, ଏ ବଉଳ ପରି ଆମର ସମ୍ପର୍କର ବାସ୍ନା ଦେଉଥାଉ। ସେହି ଛୋଟ ବଉଳ ଫୁଲ ଦେଉଥିଲା ବଡ଼ ବିଶ୍ୱାସର ପ୍ରତୀକ। ଏହାପରେ ସେମାନେ ପରସ୍ପରକୁ ଖୁବ୍ ନିଜର କରି ମାନୁଥିଲେ। ସଙ୍ଗାତ ତ ଥିଲା ମିତ୍ରଠାରୁ ଆହୁରି ଗଭୀର ରୂପ। ସଙ୍ଗାତମାନେ ସେହି ସାଙ୍ଗ ଯାହାଙ୍କ ପାଖରେ ମନର ଗୋପନ କଥା କହିଦେଲେ ମଧ୍ୟ ଭୟ ନଥିଲା। ସେ ହେଉଥିଲେ ମନର ଆଇନା, ଜୀବନର ସାଥୀ, ଆତ୍ମାର ଆଶ୍ରୟ। ସୟା ସମ୍ପର୍କ ତ ଆହୁରି ଅଧିକ ଗଭୀର ଥିଲା। ଶପଥ ନେଇ ଦୁଇଜଣ ବନ୍ଧନ ଏମିତି ବାନ୍ଧୁଥିଲେ, ଏହାକୁ ଭଙ୍ଗ କରିବା ଏକ ଅପରାଧ ପରି ମନେ ହେଉଥିଲା। ସୟାମାନେ ଜୀବନର ପଥରେ ଛାୟା ପରି ସାଥୀ ହୋଇ ରହିବାର ଗୋଟେ ବଡ଼ ନିଷ୍ପତ୍ତି। ସେ ସମୟରେ ଗାଁର ଲୋକମାନେ କହୁଥିଲେ, ରକ୍ତର ସମ୍ପର୍କ ଜନ୍ମ ଜନ୍ମରେ ମିଳେ, କିନ୍ତୁ ମନର ସମ୍ପର୍କ ଭାଗ୍ୟରେ ଥିଲେ ମିଳେ। ଆଜି ସମୟ ବଦଳିଗଲାଣି, କିନ୍ତୁ ଏହି ପୁରୁଣା ସମ୍ପର୍କର ସ୍ମୃତି ଆଜି ମଧ୍ୟ ହୃଦୟକୁ ଛୁଇଁଯାଏ। ଏମାନେ ଆମକୁ ଶିଖାନ୍ତି, ସମ୍ପର୍କର ମୂଳ ଧନ ସମ୍ପତ୍ତି ନୁହେଁ, ସ୍ନେହ ଓ ବିଶ୍ୱାସର ପ୍ରତୀକ।